ଅଯୋଧ୍ୟାଠାରେ ନିର୍ମାଣ ହେଉଥିବା ପ୍ରଭୁ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଥିବା ବେଳେ ସାରା ଦେଶରେ ଗୃହ ନିମନ୍ତ୍ରଣ ଅଭିଯାନ ଜାରି ରହିଛି। ଏହି କ୍ରମରେ ଆଜି ଗୃହ ନିମନ୍ତ୍ରଣ ପାଇଁ ଏକ ଅକ୍ଷତ କଳସ ଆସି କଣ୍ଟାମାଳ ରାମ ମନ୍ଦିରରେ ପହଞ୍ଚିଥିଲା। ପ୍ରଥମେ ପୂଜାର୍ଚ୍ଚନା ପରେ କଳସକୁ ମନ୍ଦିରକୁ ନିଆଯାଇଥିଲା। ବ୍ଲକର ସମସ୍ତ 24 କୋଟି ପଞ୍ଚାୟତର ସମସ୍ତ ଗ୍ରାମର ହିନ୍ଦୁ ପରିବାରକୁ ଏହି ନିମନ୍ତ୍ରଣ ପହଞ୍ଚିବ ବୋଲି ଜଣାପଡ଼ିଛି। ଉକ୍ତ ପ୍ରତିଷ୍ଠା ସମାରୋହରେ ସମସ୍ତେ ସାମିଲ ହେବାକୁ ନିବେଦନ କରାଯାଇଛି। ଏହି ନିମନ୍ତ୍ରଣ ଅଭିଯାନ ଆସନ୍ତା ଜାନୁଆରୀ 1 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ରିଓ ନ୍ୟୁଜ୍।